ସ୍ୱାମୀଙ୍କ ସହ ଭୋଜନ କରୁଥିବା ସ୍ତ୍ରୀ ଲୋକ ସହିତ କ'ଣ ହୁଏ? ସେ ସ୍ୱର୍ଗକୁ ଯାଏ ନା ନରକକୁ ଯାଏ? ସ୍ୱାମୀ ସ୍ତ୍ରୀ ଏକାଠି ଭୋଜନ କରିବା ଠିକ୍ ନା ଭୁଲ? ତ ସାଙ୍ଗମାନେ ଆପଣଙ୍କ ମତରେ ଏହା କ'ଣ? କମେଣ୍ଟରେ ଲେଖି ଜଣାନ୍ତୁ। ତ ଆସନ୍ତୁ ଆ ବିଷୟରେ ଏହି ଭିଡ଼ିଓରେ ଜାଣିବା। ଗୋଟିଏ ସମୟର କଥା, ମାତା ପାର୍ବତୀ ଭଗବାନ ଶିବଙ୍କୁ ପଚାରନ୍ତି, ସ୍ୱାମୀ, ମୋ ମନରେ ଏକ ପ୍ରଶ୍ନ ଉଠୁଛି। କୃପା କରି ଆପଣ ଏହି ଦୁଇଟି ପ୍ରଶ୍ନର ଉତ୍ତର ଦେଇ ମୋ ମନର ଜିଜ୍ଞାସାକୁ ସନ୍ତୁଷ୍ଟ କରନ୍ତୁ। ସେଠୁ ଭଗବାନ ଶିବ କହିଲେ, ହେ ଦେବୀ, ଏପରି କେଉଁ ପ୍ରଶ୍ନ ତୁମ ମନରେ ଉଙ୍କି ମାରୁଛି? ନିଃସଙ୍କୋଚରେ କୁହ। ମାତା ପାର୍ବତୀ କହିଲେ, ମୋର ପ୍ରଥମ ପ୍ରଶ୍ନ, ସ୍ତ୍ରୀ ସ୍ୱାମୀଙ୍କ ସହିତ ଭୋଜନ କରିବା ଉଚିତ ନା ସ୍ୱାମୀଙ୍କ ପୂର୍ବରୁ ଭୋଜନ କରିବା ଉଚିତ? ନା କ'ଣ ଏମିତି କରିବା ଉଚିତ? ଶାସ୍ତ୍ର ଏହି ବିଷୟରେ କ'ଣ କହିଛି? ସ୍ୱାମୀ ମୋର ଦ୍ୱିତୀୟ ପ୍ରଶ୍ନ ହେଉଛି, ଏମିତି କେଉଁ ପାପ ଅଛି ଯାହା କରିବା ଦ୍ୱାରା ସ୍ତ୍ରୀ ନର୍କଗାମୀ ହୋଇଯାଇଥାଏ? କୃପା କରିକି ଆପଣ ମୋର ଏହି ଦୁଇଟି ପ୍ରଶ୍ନର ଉତ୍ତର ଦେଇକି ମୋତେ ସନ୍ତୁଷ୍ଟ କରନ୍ତୁ। ଭଗବାନ ଶଙ୍କର କହନ୍ତି, ହେ ଦେବୀ, ଆଜି ଆପଣ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଉଚିତ ପ୍ରଶ୍ନ କରିଛନ୍ତି। ଦେବୀ, ଆପଣଙ୍କ ଏହି ପ୍ରଶ୍ନର ଉତ୍ତର ମୁଁ ଏକ ପ୍ରାଚୀନ ଏବଂ ପବିତ୍ର କଥା ମାଧ୍ୟମରେ ବା କାହାଣୀ ମାଧ୍ୟମରେ ଦେବି, ଯାହାକୁ ଶୁଣିବା ଦ୍ୱାରା ସମସ୍ତ ସ୍ତ୍ରୀ ଏବଂ ପୁରୁଷଙ୍କର କଲ୍ୟାଣ ହେବ ଏବଂ ସେ ନିଜ ଜୀବନରେ ଏହି ପାପକୁ କେବେ କରିବେ ନାହିଁ। ପ୍ରାଚୀନ ସମୟର କଥା, ଅଯୋଧ୍ୟା ନଗରର ରାଜା ଚନ୍ଦ୍ରଶେଖର ରାଜ୍ୟ ଶାସନ କରୁଥିଲେ। ସେ ବହୁତ ବଡ଼ ଧର୍ମାତ୍ମା ଥିଲେ। ତାଙ୍କର ବିବାହ କାଶୀ ରାଜାଙ୍କ ଝିଅ ସୁଦେବାଙ୍କ ସହିତ ହୋଇଥିଲା। ସୁଦେବା ବହୁତ ଗୁଣବାନ, ଚରିତ୍ରବାନ ଓ ପତିବ୍ରତା ସ୍ତ୍ରୀ ଥିଲେ। ମହାରାଜ ନିଜ ଜୀବନରେ ଅନେକ ଯଜ୍ଞ ତଥା ପୁଣ୍ୟ କାମ କରିଥିଲେ। ତାଙ୍କ ନଗର ପାଖରେ ଗୋଟିଏ ବିରାଟ ବଡ଼ ଜଙ୍ଗଲ ଥିଲା। ସେହି ଜଙ୍ଗଲରେ ଗୋଟିଏ ଜଙ୍ଗଲୀ ଗଧିଆ ନିଜ ପତ୍ନୀ ଓ ପିଲାଙ୍କ ସହ ରହୁଥିଲା। ସେହି ଜଙ୍ଗଲରେ ସେହି ଗଧିଆ ଏତେ ସେ ଗଧିଆର ଥିଲା ଯେ ଆଖପାଖ ଲୋକମାନେ ତାକୁ ଡରୁଥିଲେ ଏବଂ ଜଙ୍ଗଲ ରାସ୍ତା ଦେଇ ଯିବାକୁ ମଧ୍ୟ ଡରୁଥିଲେ। ଯେତେବେଳେ ଏହି କଥା ରାଜାଙ୍କ କାନରେ ପଡ଼ିଲା, ରାଜା ସେହି ଗଧିଆକୁ ଶିକାର କରିବା ପାଇଁ ଭାବିଲେ। ପୁଣି ଗୋଟିଏ ଦିନ ରାଜା ଚନ୍ଦ୍ରଶେଖର ରାଣୀ ସୁଦେବା ଏବଂ ସୈନ୍ୟମାନଙ୍କ ସହ ସେହି ଗଧିଆର ଶିକାର କରିବା ପାଇଁ ସେହି ବନକୁ ଗଲେ। ସେ ବହୁତ ବଡ଼ ପରାକ୍ରମୀ ରାଜା ଥିଲେ। ସେ ଅନେକ ଥର ରାକ୍ଷସ ଏବଂ ଅନେକ ସିଂହକୁ ବଧ କରିଥିଲେ। ସେଥିପାଇଁ ସେ ସେହି ଭୟଙ୍କର ଗଧିଆଠାରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ଜଙ୍ଗଲକୁ ଆସିଗଲେ। ଯେତେବେଳେ ସେ ଭୟଙ୍କର ଆକାରୀ ଗଧିଆ ଦେଖିଲା ଯେ ରାଜା ଜଙ୍ଗଲ ଅଭିମୁଖେ ଆସୁଛନ୍ତି, ସେତେବେଳେ ସେ ନିଜ ପତ୍ନୀକୁ କହିଲା, ଦେଖ ପ୍ରିୟ, ଏ ହେଉଛନ୍ତି ଏ ନଗରର ପରାକ୍ରମୀ ରାଜା ଚନ୍ଦ୍ରଶେଖର। ସେ ମୋର ଶିକାର କରିବା ପାଇଁ ଆସିଛନ୍ତି। ତାଙ୍କ ସହିତ ଅନେକ ସୈନିକ ଆଉ ହତିଆର ମଧ୍ୟ ଅଛି। ସେ ବଡ଼ ପୁଣ୍ୟାତ୍ମା ରାଜା, ରାଜାମାନଙ୍କର ରାଜା। ସମସ୍ତ ବିଶ୍ୱ ତାଙ୍କ ଅଧୀନରେ ଅଛି। ହେ ପ୍ରିୟ, ତୁମ ସମସ୍ତଙ୍କୁ ରକ୍ଷା କରିବା ପାଇଁ ମୁଁ ସେ ରାଜା ସହିତ ଲଢ଼ିବି। ଯଦି ଯୁଦ୍ଧ ସମୟରେ ମୁଁ ସେ ରାଜାଙ୍କୁ ପରାଜୟ କରିବି, ତେବେ 3 ଲୋକରେ ମୋ ଯଶର ଗୁଣଗାନ ହେବ। ନଚେତ୍ ଯଦି ମୁଁ ରାଜାଙ୍କ ହାତରେ ମରିଯିବି, ତେବେ ମୋତେ ଏହି ଗଧିଆ ରୂପରୁ ମୁକ୍ତି ମିଳିଯିବ ଏବଂ ମୁଁ ବୈକୁଣ୍ଠ ଲୋକ ପ୍ରାପ୍ତ କରିବି। ମୋର ପୂର୍ବଜନ୍ମର ପାପ କାରଣରୁ ମୋତେ ଏହି ଗଧିଆ ରୂପ ମିଳିଛି। ହେ ପ୍ରିୟ, ତୁମେ ମୋର ମୋହ ଛାଡ଼ି ନିଜ ପିଲାମାନଙ୍କୁ ଧରି ଅନ୍ୟ ଜଙ୍ଗଲକୁ ଚାଲିଯାଅ। ଏବେ ସମୟ ଆସିଛି ମୋର ପୂର୍ବଜନ୍ମର ପାପ କ୍ଷୟ ହେବା ପାଇଁ। ଯେବେ ମହାରାଜଙ୍କର ଗୋଟିଏ ଗୋଟିଏ ବାଣ ମୋ ଦେହରେ ପଶିବ, ମୋର ପୂର୍ବଜନ୍ମର ଗୋଟିଏ ଗୋଟିଏ ପାପ ନଷ୍ଟ ହେବ। ତାପରେ ଗଧିଆର ପତ୍ନୀ କୁହେ, ହେ ସ୍ୱାମୀ, ଆପଣଙ୍କ ପରାକ୍ରମ କାରଣରୁ ଆମର ପିଲାମାନେ ଏହି ଜଙ୍ଗଲରେ ନିର୍ଭୟ ହୋଇ ବିଚରଣ କରୁଛନ୍ତି। କାରଣ ଆପଣଙ୍କର ଏହି ଭୟଙ୍କର ରୂପ ଦେଖି ସିଂହ, ଭାଲୁ ତଥା ମନୁଷ୍ୟମାନେ ମଧ୍ୟ ଏହି ଜଙ୍ଗଲକୁ ଶିକାର କରିବାକୁ ଆସୁନାହାନ୍ତି। ଯଦି ଆପଣଙ୍କର ମୃତ୍ୟୁ ହୋଇଯିବ, ତେବେ ମୋତେ ଏବଂ ଆମ ପିଲାମାନଙ୍କୁ କିଏ ରକ୍ଷା କରିବ?
ଆପଣଙ୍କ ବିନା ଆମେ ଅସହାୟ ହୋଇଯିବୁ। ଆପଣଙ୍କ ବିନା ମୋର କ'ଣ ହେବ? ସୁନା ଗହଣା ଉତ୍ତମ ବସ୍ତ୍ର ପିନ୍ଧି ମଧ୍ୟ କୌଣସି ସ୍ତ୍ରୀ ସ୍ୱାମୀ ବିନା ଶୋଭା ପାଏ ନାହିଁ। ସ୍ୱାମୀଠାରୁ ହିଁ ସ୍ତ୍ରୀକୁ ସୌନ୍ଦର୍ଯ୍ୟ ଏବଂ ଶୋଭା ପ୍ରାପ୍ତ ହୁଏ। ଆପଣଙ୍କ ବିନା ମୋ ଜୀବନ ନଷ୍ଟ ହୋଇଯିବ। ହେ ପ୍ରିୟ, ଯଦି ଆପଣଙ୍କ ସହିତ ମୋତେ ମଧ୍ୟ ନର୍କକୁ ପଠାଯିବ ତେବେ ମୁଁ ଖୁସିରେ ଖୁସିରେ ଚାଲିଯିବି। ସେଥିପାଇଁ ଆପଣ ମହାରାଜଙ୍କ ସାମ୍ନାକୁ ଯାଆନ୍ତୁ ନାହିଁ। ଆପଣ ମଧ୍ୟ ଆମ ସହିତ ଅନ୍ୟ ଜଙ୍ଗଲକୁ ଚାଲନ୍ତୁ। ସେଠାରେ ଆମେ ଲୁଚି ରହିବା। ଆପଣ ଆମକୁ ଛାଡ଼ି ଯିବାକୁ ଚାହାନ୍ତିନି। ଗଧିଆ କହିଲା, ପ୍ରିୟା, ତୁମେ ବୀରଙ୍କର ଧର୍ମକୁ ଜାଣିନାହଁ, ସେଥିପାଇଁ ଏମିତି କହୁଛ। ଯଦି ଶତ୍ରୁ ବୀର ପୁରୁଷଙ୍କୁ ଯୁଦ୍ଧ ପାଇଁ ନିମନ୍ତ୍ରଣ ଦିଏ ତେବେ ଭୟାଳୁଙ୍କ ପରି ଲୁଚି ପଳେଇକି ଯିବା ବୀର ପୁରୁଷଙ୍କର ଧର୍ମ ନୁହେଁ। ଏମିତି ପୁରୁଷଙ୍କୁ କେତେ ଯୁଗ ପର୍ଯ୍ୟନ୍ତ କୁମ୍ଭୀପାଳ ନର୍କରେ ନିକ୍ଷେପ କରାଯାଏ। ଯଦି ବୀର ପୁରୁଷ ଶତ୍ରୁ ସହ ସାମ୍ନା କରି ଲଢ଼ିଥାଏ ଏବଂ ବୀରଗତି ପ୍ରାପ୍ତ କରିଥାଏ ତେବେ ମୃତ୍ୟୁ ପରେ ତାକୁ ଦିବ୍ୟ ଲୋକ ପ୍ରାପ୍ତି ହୋଇଥାଏ। ଆଜି ମହାରାଜ ମୋ ସହିତ ଯୁଦ୍ଧ କରିବା ପାଇଁ ଆସିଛନ୍ତି। ସେ ଆମର ଅତିଥି। ଅତିଥିଙ୍କ ଅନାଦର କରିବା ସ୍ୱୟଂ ଭଗବାନଙ୍କର ଅପମାନ କରିବା ସହିତ ସମାନ। ତ ସେଥିପାଇଁ ତାଙ୍କ ସହିତ ଯୁଦ୍ଧ କରିବା ମୋର କର୍ତ୍ତବ୍ୟ ଅଟେ। ଗଧିଆର ସ୍ତ୍ରୀ କହିଲା, ଠିକ୍ ଅଛି, ଯଦି ଆପଣ ମହାରାଜଙ୍କ ସହ ଯୁଦ୍ଧ କରିବାକୁ ଚାହୁଁଛନ୍ତି ତେବେ ମୁଁ ଆପଣଙ୍କ ସହିତ ରହି ଆପଣଙ୍କର ରକ୍ଷା କରିବି। ଏତିକି କହି ଗଧିଆର ସ୍ତ୍ରୀ ନିଜ ପୁଅକୁ ଡାକି କହିଲା, ହେ ପୁତ୍ର, ଆଜି ତୁମ ପିତାଙ୍କ ସହ ଯୁଦ୍ଧ କରିବା ପାଇଁ ମହାରାଜ ଚନ୍ଦ୍ରଶେଖର ଆସିଛନ୍ତି। ତ ସେଥିପାଇଁ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ତୁମର ପିତା ଯାଉଛନ୍ତି। ତାଙ୍କ ସହିତ ମୁଁ ବି ଯାଉଛି। ତେଣୁ ତୁମେମାନେ ଅନ୍ୟ ଜଙ୍ଗଲକୁ ଯାଇ ଲୁଚିଯାଅ। ମହାରାଜ ଚନ୍ଦ୍ରଶେଖର ବଡ଼ ଶୂରବୀର ଅଟନ୍ତି। ସେ ଯୁଦ୍ଧରେ ଆମର ସଂହାର କରିପାରନ୍ତି। ତ ସେଥିପାଇଁ ତୁମେମାନେ ଏଠାରୁ ଯାଇ ନିଜର ପ୍ରାଣ ବଞ୍ଚାଅ। ପୁଣି ସେଇ ଗଧିଆର ଛୋଟ ମୋଟ ପୁଅ କହିଲା, ସାନ ପୁଅଟା କହିଲା, ମାତା, ଯେଉଁ ପୁଅ ନିଜ ବାପା ମାଆଙ୍କୁ ସଙ୍କଟ ଅବସ୍ଥାରେ ଛାଡ଼ି ଚାଲିଯାଏ ସେ ପାପୀ ହୋଇଥାଏ। ତାଙ୍କୁ ଗୌର ନର୍କରେ ନିକ୍ଷେପ କରାଯାଏ। ତେଣୁ ମାତା, ଆମେ ଆପଣଙ୍କୁ ଛାଡ଼ି ଯିବୁ ନାହିଁ। ପୁଣି ସେ ଗଧିଆ ଆଉ ଗଧିଆର ସ୍ତ୍ରୀ ଓ ତା ପିଲାମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ବାହାରି ପଡ଼ିଲେ। ସବୁ ଛୋଟ ମୋଟ ପିଲାମାନେ ନିଜ ପିତାମାତାଙ୍କୁ ଚାରିପଟୁ ରକ୍ଷା କଲେ। ସେଠାରେ ମହାରାଜ ଚନ୍ଦ୍ରଶେଖର ଯୁଦ୍ଧ ପାଇଁ ସେହି ସ୍ଥାନରେ ଆସି ପହଞ୍ଚିଗଲେ। ସମସ୍ତ ଶୂରବୀର ଗଧିଆକୁ ତରବାରୀରେ ଆକ୍ରମଣ କଲା। ପୁଣି ସୈନିକ ଓ ଗଧିଆ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା ଏବଂ ଉଭୟ ପରସ୍ପରକୁ ପ୍ରହାର କରୁଥିଲେ। ଯୁଦ୍ଧରେ ଅନେକ ଗଧିଆ ମରିଗଲେ ଓ ଅନେକ ସିପାହୀ ମୃତ୍ୟୁବରଣ କଲେ ଓ କେତେ ଆହତ ହୋଇଥିଲେ। ଏବେ କେବଳ ଗଧିଆର ପତ୍ନୀ ଓ ତାଙ୍କର 2-3ଟି ପିଲା ଜୀବିତ ଥିଲେ। ନିଜର ଅନେକ ପିଲାଙ୍କର ମୃତ୍ୟୁ ଦେଖି ଗଧିଆର ସ୍ତ୍ରୀ ଡରିଯାଇ ନିଜ ସ୍ୱାମୀକୁ କହିଲା, ହେ ସ୍ୱାମୀ, ଆପଣ ମୋତେ ଓ ଆମ ପିଲାମାନଙ୍କୁ ଧରି ଏହି ସ୍ଥାନରୁ ଚାଲନ୍ତୁ, ନଚେତ୍ ଆମର ବଂଶ ନଷ୍ଟ ହୋଇଯିବ। ଆମେ ସମସ୍ତେ ନିଜର ପ୍ରାଣ ବଞ୍ଚି ଏଠାରୁ ଚାଲିଯିବା। ଗଧିଆ କହିଲା, ପ୍ରିୟା, 2 ସିଂହଙ୍କ ମଧ୍ୟରେ ଗୋଟିଏ ଗଧିଆ ପାଣି ପିଇପାରିବ, କିନ୍ତୁ 2 ଗଧିଆଙ୍କ ମଧ୍ୟରେ ଗୋଟିଏ ସିଂହ ପାଣି ପିଇପାରିବ ନାହିଁ। ଗଧିଆ ଜାତିରେ ଏତେ ବଳ ରହିଥାଏ ଯେ ସମସ୍ତ ଜୀବଜନ୍ତୁ ଆମକୁ ଦେଖି ଭୟଭୀତ ହୁଅନ୍ତି। ଯଦି ଏହି ସମୟରେ ମୁଁ ମୃତ୍ୟୁ ଭୟରେ ପଳାୟନ କରିବି ତେବେ ଗଧିଆ ଜାତିର ପ୍ରସିଦ୍ଧି ନଷ୍ଟ ହୋଇଯିବ। ତ ସେଥିପାଇଁ ହେ ପ୍ରିୟା, ତୁମେ ଆମର ପିଲାମାନଙ୍କୁ ନେଇକି ଏଠାରୁ ଚାଲିଯାଅ ଏବଂ ସୁଖପୂର୍ବକ ଜୀବନ ବ୍ୟତୀତ କର। ଏହା ଶୁଣିକି ଗଧିଆର ସ୍ତ୍ରୀ କହିଲା, ହେ ପ୍ରିୟ, ମୁଁ ଆପଣଙ୍କୁ ବହୁତ ପ୍ରେମ କରେ। ଆପଣ ମୋର ରକ୍ଷା କରି ମୋ ମନକୁ ଜିତିଗଲ। ତେଣୁ ଆପଣଙ୍କ ଠାରୁ ମୋହ କେବେ ବି ସମାପ୍ତ ହେବ ନାହିଁ। ମୁଁ ଏବଂ ଆମ ପିଲାମାନେ ଆପଣଙ୍କ ସହିତ ପ୍ରାଣତ୍ୟାଗ କରିବୁ। ପୁଣି ଗଧିଆ ଏବଂ ଗଧିଆର ପତ୍ନୀ ମହାରାଜଙ୍କ ସହ ଯୁଦ୍ଧ କରିବା ପାଇଁ ବାହାରି ପଡ଼ିଲେ ଏବଂ ଗଧିଆ ଭୟଙ୍କର ଗର୍ଜନ କରି ମହାରାଜଙ୍କୁ ଯୁଦ୍ଧ ପାଇଁ ଡକାରା ଦେଲା। ସେ ଗଧିଆ ବଡ଼ ବଡ଼ ଯୋଦ୍ଧାଙ୍କୁ ତାଡ଼ି ଫୋପାଡ଼ି ଦେଉଥାଏ। ନିଜ ସୈନ୍ୟକୁ ମରିଥିବା ଅବସ୍ଥାରେ ଦେଖି ମହାରାଜ କ୍ରୋଧିତ ହୋଇଗଲେ ଏବଂ ନିଜର ଧନୁଶର ଉଠାଇ ଗଧିଆ ଉପରକୁ ବାଣ ପ୍ରୟୋଗ କଲେ ଏବଂ ବାଣ ସିଧା ଯାଇକି ଗଧିଆ ଶରୀରରେ ପଶିଗଲା।
ଏବଂ ସେ ଗଧିଆ ତଳେ ପଡ଼ିଗଲା। ପୁଣି ମହାରାଜ ସେ ଗଧିଆ ଉପରେ ପ୍ରହାର କରି ଗଧିଆକୁ ମାରିଦେଲେ ଓ ଗଧିଆର ପିଲାମାନଙ୍କୁ ମଧ୍ୟ ମାରିଦେଲେ। ଏହା ଦେଖି ଗଧିଆର ପତ୍ନୀ କ୍ରୋଧିତ ହୋଇ ସୈନ୍ୟମାନଙ୍କୁ ପ୍ରହାର କରୁଥାଏ। ଦୂରରୁ ଥାଇ ମହାରାଣୀ ସୁଦେବା ଏ ଦୃଶ୍ୟ ଦେଖୁଥାନ୍ତି। ସେ ଭାବୁଥାନ୍ତି ମହାରାଜ ଗଧିଆର ପତ୍ନୀକୁ କାହିଁକି ମାରୁନାହାନ୍ତି। ରାଣୀ ନିଜ ମହାରାଜକୁ କହିଲେ, ହେ ସ୍ୱାମୀ, ସେ ଗଧିଆର ପତ୍ନୀ ସମସ୍ତ ସୈନ୍ୟକୁ ମାରୁଥାଏ, ଆପଣ କାହିଁକି ତାର ବଧ କରୁନାହାନ୍ତି। ମହାରାଜ କହିଲେ, ହେ ରାଣୀ, ସେ ଗୋଟିଏ ସ୍ତ୍ରୀ। ମୋର ବଚନ ଅଟେ କି ମୁଁ କୌଣସି ସ୍ତ୍ରୀକୁ ମାରିବି ନାହିଁ। ସ୍ତ୍ରୀକୁ ମାରିଲେ ମହାପାପ ଲାଗିଥାଏ। ଏତିକି କହି ରାଜା ଚୁପ୍ ହୋଇଗଲେ। ପୁଣି ମହାରାଜଙ୍କ ସେନାରେ ରାଘବ ନାମକ ଏକ ସୈନିକ ସେଇ ଗଧିଆର ସ୍ତ୍ରୀ ଉପରକୁ ପ୍ରହାର କରି ତା ଅବସ୍ଥା ସାଂଘାତିକ କରିଦେଲା। ତାକୁ ଦେଖି ରାଣୀ ସୁଦେବାଙ୍କୁ ଦୟା ଆସିଲା। ରାଣୀ ଥଣ୍ଡା ପାଣି ନେଇ ତା ମୁହଁରେ ପକାଇଲେ ଏବଂ ପୁରା ଶରୀରରେ ପାଣି ଢାଳିଲେ, ଯାହାଦ୍ୱାରା ଗଧିଆ ପତ୍ନୀର ଚେତା ଫେରି ଆସିଲା ଓ ସେ ରାଣୀକୁ ମଣିଷ ସ୍ୱରରେ କହିଲା, ରାଣୀ, ମୁଁ ତୁମ ଉପରେ ଅତ୍ୟନ୍ତ ପ୍ରସନ୍ନ, ତୁମର କଲ୍ୟାଣ ହେଉ। ରାଣୀ ତାହାର ବଚନ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ମନେ ମନେ ଭାବିଲେ, ଆଜି ତ ମୁଁ ଗୋଟିଏ ବିଚିତ୍ର କଥା ଦେଖିଲି। ଗଧିଆର ପତ୍ନୀ ମନୁଷ୍ୟ ସ୍ୱରରେ ମଧୁର ଏବଂ ସ୍ପଷ୍ଟ କଥା କହୁଛି। ତାପରେ ରାଣୀ କହିଲେ, ହେ ଭଦ୍ରେ, ତୁମେ କିଏ? ପଶୁ ହୋଇ ମଣିଷ ସ୍ୱରରେ କଥା କହୁଛ। ତୁମେ ମୋତେ ତୁମର ପୂର୍ବଜନ୍ମର ବୃତ୍ତାନ୍ତ ଶୁଣାଅ। କେଉଁ କାରଣରୁ ତୁମେ ଗଧିଆର ସ୍ତ୍ରୀ ହୋଇଛ। ତାପରେ ସେ କହିଲା, ହେ ରାଣୀ, ମୋ ସ୍ୱାମୀ ପୂର୍ବଜନ୍ମରେ ବ୍ରାହ୍ମଣକୁ ଅପମାନ ଦେଇଥିଲେ, ତେଣୁ ସେ ଗଧିଆ ହୋଇ ଜନ୍ମ ନେଲେ। ହେ ରାଣୀ, ମୁଁ ତୁମକୁ ମୋ ପୂର୍ବଜନ୍ମର କାହାଣୀ ଶୁଣାଉଛି। ମଧ୍ୟ ଦେଶରେ କାଶୀ ନାମକ ଏକ ନଗରୀ ଥିଲା। ସେଠାରେ ଦେବଦତ୍ତ ନାମକ ଏକ ବ୍ରାହ୍ମଣ ରହୁଥିଲେ। ମୁଁ ସେଇ ଦେବଦତ୍ତ ବ୍ରାହ୍ମଣଙ୍କର ଝିଅ ଥିଲି। ମୋ ନାଁ କଳାବତୀ ଥିଲା। ସେହି ନଗରରେ ମୋ ଠାରୁ ସୁନ୍ଦର ସ୍ତ୍ରୀ ଆଉ କେହି ବି ନଥିଲେ। ମୁଁ ନିଜର ସୌନ୍ଦର୍ଯ୍ୟ ଓ ରୂପକୁ ନେଇକି ଗର୍ବ କରି ଉନ୍ନତ ହେଉଥିଲି। ମୋର ଯବାନ ରୂପକୁ ଦେଖି ମୋ ମା ଭୟଭୀତ ହୋଇଯାଉଥିଲେ। ମୋ ମା ମୋ ପିତାକୁ କହିଲେ, କନ୍ୟା ଏବେ ଯବାନ ହୋଇଗଲାଣି, ତାହାର ବିବାହ ଯଥା ଶୀଘ୍ର ହୋଇଯିବା ଦରକାର। ତାପରେ ମୋ ବାପା ମୋ ମାଆକୁ କହିଲେ, ମୋ କନ୍ୟାର ବିବାହ ମୁଁ ଏମିତି ପୁରୁଷ ସହ କରିବି ଯିଏ ମୋ ଘରେ ନିବାସ କରିବ। କଳାବତୀ ମୋର ପ୍ରିୟ ଅଟେ। ମୁଁ ତାକୁ ମୋ ଆଖିରୁ ଦୂରେଇ ଦେବାକୁ ଚାହେଁ ନାହିଁ। ପୁଣି ଗଙ୍ଗାଧର ନାମକ ଏକ ଯବାନ ବ୍ରାହ୍ମଣ ଆମ ଘରକୁ ଆସିଲେ। ମୋ ବାପା ଗଙ୍ଗାଧରଙ୍କର ଜ୍ଞାନ ଓ ସୁନ୍ଦରତା ଦେଖି ତାଙ୍କୁ ମୋ ସହିତ ବିବାହ କରାଇଦେଲେ। ସେ ଆମ ସହିତ ଆମ ଘରେ ରହିବା ପାଇଁ ଲାଗିଲା। କିନ୍ତୁ ମୋ ବାପାଙ୍କର ଭଲ ପାଇବାରେ ମୁଁ ପୁରାପୁରି ବିଗିଡ଼ି ଯାଇଥିଲି। ନିଜ ବିବେକ ଓ ଶକ୍ତିକୁ ହରାଇ ଦେଇଥିଲି। ମୁଁ ମୋ ପତିଙ୍କର କେବେ ବି ସେବା କରିନାହିଁ କି ତାଙ୍କ ଚରଣ ସ୍ପର୍ଶ କଲି ନାହିଁ। ମୁଁ ସର୍ବଦା ତାଙ୍କୁ କ୍ରୂର ଦୃଷ୍ଟିରେ ଦେଖୁଥିଲି, ତାଙ୍କର ଅପମାନ କରୁଥିଲି, ତାଙ୍କ ନାମ ଧରିକି ଡାକୁଥିଲି। ସେ ଖାଇବା ପୂର୍ବରୁ ଭଜନ କରିଦେଉଥିଲେ। ମୁଁ ନିଜ ଇଚ୍ଛାରେ ଇଆଡ଼େ ସିଆଡ଼େ ବୁଲୁଥିଲି। କଥା କଥାରେ ନିଜ ସ୍ୱାମୀକୁ ଅପମାନ କରୁଥିଲି। ମୁଁ ତାଙ୍କ ସହିତ କେବେ ବି ସହବାସ କରିନାହିଁ। ସେ ମୋ ଶରୀରକୁ କେବେ ହାତ ଲଗାଇବାକୁ ମୁଁ ଦେଇନାହିଁ ତାଙ୍କୁ। ଗଙ୍ଗାଧର ବହୁତ ଶାନ୍ତ ସ୍ୱଭାବର ଥିଲେ। ସେ ମୋତେ ବହୁତ ଦିନ ପର୍ଯ୍ୟନ୍ତ ସହ୍ୟ କଲେ ଏବଂ ଗୋଟିଏ ଦିନ ସେ ଅତ୍ୟନ୍ତ ଦୁଃଖୀ ହୋଇ ମୋତେ ଛାଡ଼ିକି ଚାଲିଗଲେ। ସେ କଷ୍ଟ ସହିପାରିଲେ ନାହିଁ। ମୋ ବାପା ବହୁତ ଦୁଃଖୀ ହୋଇ ମୋ ମାଆକୁ କହିଲେ, ଆମ ଝିଅ କାରଣରୁ ଆମ ଜ୍ୱାଇଁ ଅତ୍ୟନ୍ତ ଦୁଃଖୀ ହୋଇ ଆମ ଝିଅକୁ ଛାଡ଼ି ଚାଲିଗଲେ। ଆମ ଝିଅ ହେଉଛି ପାପିନୀ। ଆମ ଜ୍ୱାଇଁ ବିଦ୍ୱାନ ଥିଲେ। ମୋତେ ଜଣା ନଥିଲା ଆମ ଝିଅ ଦୁଷ୍ଟ ଓ କୁଳନାଶିନୀ ହେବ ବୋଲି। ମୋ ମାଆ କହିଲା, ଆପଣଙ୍କ ସ୍ନେହ ଭଲ ପାଇବା କାରଣରୁ ଆମ ଝିଅ ବିଗିଡ଼ି ଯାଇଛି। ତାକୁ ଠିକ୍ ରାସ୍ତାକୁ ଆଣିବା ଆପଣଙ୍କୁ କିଛି କରିବା ପାଇଁ ପଡ଼ିବ। ଆମ ଦୁଜଣଙ୍କୁ ମିଶି କିଛି ନା କିଛି କରିବା ପାଇଁ ପଡ଼ିବ। ପିତାଙ୍କ ଘରେ ରହିଥିବା କନ୍ୟା ଦୁଚାରୀ ହୋଇଯାଏ। ତେଣୁ ଝିଅକୁ କେବେ ପିତାଙ୍କ ଘରେ ରଖିବା ଉଚିତ ନୁହେଁ। ନିଜ ସ୍ୱାମୀଙ୍କ ପାଖରେ ରହିବା ଉଚିତ। ଆପଣ ତାଙ୍କୁ ତ୍ୟାଗ କରି ନିଜ ପତି ପାଖକୁ ପଠାଇ ଦିଅନ୍ତୁ। ଏହିପରି ମାଆଙ୍କ କଥା ଶୁଣିକି
ମୋ ବାପା ବହୁତ କ୍ରୋଧିତ ହୋଇ ମୋତେ କହିଲେ, ଆରେ ପାପିନି, ଆମ କୂଳରେ କଳଙ୍କ ଲଗେଇଥିବାରୁ ତୁ ଦୁଚାରିଣୀ। ତୋ କାରଣରୁ ଗଙ୍ଗାଧର ଆମ ସମସ୍ତଙ୍କୁ ଛାଡ଼ିକି ଚାଲିଗଲେ। ତୁ ମଧ୍ୟ ଏଠାରୁ ଚାଲିଯା। ମୁଁ ମଧ୍ୟ ସେମାନଙ୍କ କଥା ଶୁଣିକି ସେଠାରୁ ଚାଲି ଆସିଲି। ଘରୁ ବାହାରି ଆସିବା ପରେ ବାହାର ଲୋକେ ମୋତେ ପାପିନି, କୂଳନାଶିନୀ, ଦୁଚାରୀ କହି ସମ୍ବୋଧନ କରିବାକୁ ଲାଗିଲେ। ସମସ୍ତେ ମୋତେ ବହୁତ କଥା ଗାଳି ଦେଲେ। ସେଥିପାଇଁ ମୁଁ ନିଜ ସ୍ୱାମୀକୁ ଖୋଜି ଖୋଜି ଜଙ୍ଗଲରେ ରହିବାକୁ ଲାଗିଲି। ମୋତେ ଜୋରରେ ଶୋଷ ଲାଗୁଥାଏ। ଯେତେବେଳେ ଆଗକୁ ଯାଇ ଗୋଟିଏ କୁଡ଼ିଆ ଦେଖାଗଲା। ସେଠାକୁ ଯାଇକି ମୁଁ ଯେତେବେଳେ ପିଇବା ପାଇଁ ପାଣି ମାଗିଲି, ସେଠାରେ ରହୁଥିବା ମେନକା ନାମକ ଏକ ସ୍ତ୍ରୀ ବାହାରି ନିଜ ସ୍ୱାମୀକୁ କହିଲା, ଦ୍ୱାର ପାଖରେ ଜଣେ ସ୍ତ୍ରୀ ପାଣି ମାଗୁଛି। ମେନକାର ସ୍ୱାମୀ ସେ ଗଙ୍ଗାଧର ଥିଲା, ଯିଏ ମୋତେ ତ୍ୟାଗ କରିକି ସେ ମୋତେ ଦେଖି ଚିହ୍ନି ପାରିଲେ। ଯିଏ ତାଙ୍କୁ ତ୍ୟାଗ କରିକି ପଳେଇ ଆସିଥିଲେ, ଯେ ସେଇ ଗଙ୍ଗାଧର ଥିଲେ ସେ। ଏବଂ ନିଜ ପତ୍ନୀ ମେନକାକୁ କହିଲେ, ଇଏ ମୋର ପ୍ରଥମ ସ୍ତ୍ରୀ ଥିଲେ, ଯିଏ ମୋର ପ୍ରିୟ ଥିଲେ। ତୁମେ ତାଙ୍କୁ ଆଦର ସତ୍କାର କରି ନିଜ ଘରେ ସ୍ଥାନ ଦିଅ। ମେନକା ନିଜ ସ୍ୱାମୀଙ୍କ ଆଜ୍ଞାକୁ ପାଳନ କରିକି ମୋତେ ଘରକୁ ନେଇକି ପାଣି ପିଇବାକୁ ଦେଲା। ପୁଣି ସେଇ କ୍ଷଣି ହୃଦଘାତରେ ମୋର ମୃତ୍ୟୁ ହୋଇଗଲା। ଯମଦୂତମାନେ ମୋତେ ଯମପୁରକୁ ନେଇଗଲେ। ସେଠାରେ ଚିତ୍ରଗୁପ୍ତ ମୋର କର୍ମ ଦେଖି କହିଲେ, ହେ ପାପିନୀ ସ୍ତ୍ରୀ, ତୁମେ ନିଜ ସ୍ୱାମୀକୁ ବହୁତ ଅପମାନ ଦେଇଛ। ସ୍ୱାମୀଙ୍କର ନାମ ଧରି ଡାକୁଥିଲ। ତାଙ୍କ ଦ୍ୱାରା ଘରର କାମ କରାଉଥିଲ। ତେଣୁ ତୁମେ ନର୍କକୁ ଯିବାକୁ ଯୋଗ୍ୟ। ତାପରେ ଯମଦୂତମାନେ ମୋତେ ଜଳୁଥିବା ଅଙ୍ଗାର ଉପରେ ପକାଇଦେଲେ ଏବଂ ଲୁହାରେ ଜଳୁଥିବା ପୁରୁଷ ତିଆରି କରି ମୋତେ ତାଙ୍କୁ ଆଲିଙ୍ଗନ କରାଇଲେ। ସେଠାରେ ମୋତେ ନର୍କରେ ଅନେକ ବର୍ଷ କଷ୍ଟ ଭୋଗିବାକୁ ପଡ଼ିଲା। ନର୍କର ସଜା ଭୋଗ କଲା ପରେ ଯମରାଜ ମୋତେ ଏହି ଗଧିଆର ରୂପରେ ପକାଇଦେଲେ। ଗଧିଆର ପତ୍ନୀ କହିଲା, ହେ ରାଣୀ, ଆପଣ ମୋତେ ଏହି ଜନ୍ମରୁ ମୁକ୍ତି ଦିଅନ୍ତୁ। ଆପଣ ନିଜ ସ୍ୱାମୀଙ୍କର ବହୁତ ସେବା କରନ୍ତି। ସେଥିପାଇଁ ଆପଣ ନିଜ ପୁଣ୍ୟରୁ କିଛି ଅଂଶ ମୋତେ ପ୍ରଦାନ କରନ୍ତୁ। ମୁଁ ରାଣୀ ଆଉ ମହାରାଜଙ୍କୁ କହିଲି, ସେ ପୁଣି କହିଲା ଯେ ସେ ରାଣୀଙ୍କ ମହାରାଜକୁ, ହେ ସ୍ୱାମୀ, ମୁଁ କ'ଣ କରିବି? ଆପଣ ଯାହା ଆଜ୍ଞା ଦେବେ ମୁଁ ତାହା କରିବି। ରାଜା କହିଲେ, ହେ ପ୍ରିୟ, ଏହି ସମୟରେ ସେ ବହୁତ କଷ୍ଟ ଭୋଗ କରୁଛି। ତୁମେ ନିଜର ବଞ୍ଚିତ ପୁଣ୍ୟରୁ କିଛି ଦେଇ ତାକୁ ଉଦ୍ଧାର କର। ଯେତେବେଳକୁ ରାଣୀଙ୍କର ପୁଣ୍ୟ ବହୁତ ଥିଲା, କାରଣ ରାଣୀ କେବଳ ନିଜ ସ୍ୱାମୀଙ୍କର ସେବା କରୁନଥିଲେ, ସେ ନିଜ ସ୍ୱାମୀଙ୍କ ଭଜନ କରିବା ପରେ ଭଜନ କରୁଥିଲେ। କେବେ ବି ସ୍ୱାମୀଙ୍କ ପୂର୍ବରୁ ସେ ଭଜନ କରୁନଥିଲେ। ସ୍ୱାମୀଙ୍କ ସହିତ ଭଜନ କରୁଥିଲେ। ସ୍ୱାମୀଙ୍କ ସହ ଭଜନ କଲେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହୁଏ। କିନ୍ତୁ ସ୍ୱାମୀଙ୍କ ପରେ ସ୍ତ୍ରୀ ଭଜନ କରିବା ଉଚ୍ଛିଷ୍ଟ ହୋଇଥାଏ। ସ୍ୱାମୀ ସାଙ୍ଗରେ ଭଜନ କଲେ ବି ଏକା ଜାଗାରେ କରିବେନି, ଅଲଗା ଅଲଗା କରିବେ। ତାପରେ ରାଣୀ ତାଙ୍କର 2 ବର୍ଷର ପୁଣ୍ୟ ଗଧିଆ ପତ୍ନୀକୁ ପ୍ରଦାନ କଲେ। ପ୍ରଦାନ କରିବା ମାତ୍ରେ ଗଧିଆର ପତ୍ନୀ ମୃତ୍ୟୁବରଣ କଲା। ତା ଶରୀରରୁ ଗୋଟିଏ ଦିବ୍ୟ ସ୍ତ୍ରୀ ପ୍ରକଟ ହୋଇ ରାଜା ଓ ରାଣୀଙ୍କୁ ପ୍ରଣାମ କରି ବୈକୁଣ୍ଠ ଲୋକକୁ ଚାଲିଗଲେ। ଏହି ପ୍ରକାର ଭଗବାନ ଶଙ୍କର ମାତା ପାର୍ବତୀଙ୍କ 2ଟି ପ୍ରଶ୍ନର ଉତ୍ତର ଦେଇ ମାତାଙ୍କୁ ସନ୍ତୁଷ୍ଟ କରିଲେ। ତ ସାଙ୍ଗମାନେ, ଆଜିର ଭିଡ଼ିଓ ତ ଏଇଠି ସରିଗଲା। ପୁଣି ଦେଖାହବ ଆଉ ଗୋଟେ ନୂଆ ଭିଡ଼ିଓରେ। ରହୁଛି। ଜୟ ଭୋଳାନାଥ।